ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ପଞ୍ଚମ ଶ୍ରେଣୀ ଭାଷା ମହକ ବହିର ଦଳପତି ପଦ ତୁମକୁ ସାଜେ କବିତାର ଅଭ୍ୟାସ ପ୍ରଶ୍ନୋତ୍ତରକୁ ଆଲୋଚନା କରିବା। ତେଣୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ଭିଡ଼ିଓଟିକୁ ଦେଖି ଶୁଣି ବୁଝିବା ପାଇଁ ଚେଷ୍ଟା କର। ତେବେ ଆସ ପିଲାମାନେ ଏହି ଅଭ୍ୟାସ ପ୍ରଶ୍ନୋତ୍ତରକୁ ଆମେ ଆଲୋଚନା କରିବା। ଆସ କଥା ହେବା। ଆସ କଥା ହେବା। ଏଠି ଲେଖାଯାଇଛି ଆସ କଥା ହେବା। ଦେଖ କ'ଣ କହୁଛି। କପୋତ ରାଜାଙ୍କର କେଉଁ ବିଶେଷ ଗୁଣଗୁଡ଼ିକ ତୁମକୁ ଭଲ ଲାଗିଲା? ଏହାର ଉତ୍ତରରେ ଆମେ ଲେଖିବା କପୋତ ରାଜାଙ୍କର ଏକତା, ବନ୍ଧୁତା, ଦଳପତିପଣିଆ, ତ୍ୟାଗ ଓ ଆଦର୍ଶ ଗୁଣ ସହିତ ଆଶ୍ରିତମାନଙ୍କ ପ୍ରତି ମିତ୍ରଙ୍କର ଆଦର୍ଶ ଆଚରଣ, ଆଶ୍ରିତମାନଙ୍କ ପାଇଁ ଜୀବନ ଦେବା ବହୁତ ଭଲ ଲାଗିଲା। 2 ନମ୍ବର, ହିରଣ୍ୟକ କପୋତ ରାଜାଙ୍କୁ ପ୍ରଥମେ ବନ୍ଧନ ମୁକ୍ତ କରିବାକୁ ଚାହୁଁଥିଲେ, କିନ୍ତୁ କପୋତ ରାଜା ମନା କରିବାର କାରଣ କ'ଣ? ଏହାର ଉତ୍ତର ଲେଖିଦେବା ଆଶ୍ରିତମାନଙ୍କୁ ରକ୍ଷା କରିବା ପ୍ରଥମ କର୍ତ୍ତବ୍ୟ ହୋଇଥିବାରୁ କପୋତ ରାଜା ପ୍ରଥମେ ବନ୍ଧନରୁ ମୁକ୍ତ ହେବାକୁ ଚାହିଁଲେ ନାହିଁ। 3 ନମ୍ବର, କେଉଁ ସବୁ ଭଲ ଗୁଣକୁ ନିରନ୍ତର ଅଭ୍ୟାସ କରି ତୁମେ ନିଜକୁ ଅଧିକ କୁଶଳୀ କରିପାରିବ? ଏହାର ଉତ୍ତର ଲେଖିବା ସତ୍ୟବାଦିତା, ସାହସିକତା, ଦୟାଳୁ, ଶୃଙ୍ଖଳା ପରାୟଣ ହେବା ଆବଶ୍ୟକ। ସମସ୍ତଙ୍କୁ ସମାନ ଭାବରେ ଦେଖିବା ସହିତ ସମାଜର ସତ୍ୟବାଦିତା, ସାହସିକତା, ଦୟାଳୁ, ଶୃଙ୍ଖଳା ପରାୟଣ ହେବା ଆବଶ୍ୟକ। ସମସ୍ତଙ୍କୁ ସମାନ ଭାବରେ ଦେଖିବା ସହିତ ସମସ୍ୟାର ସମାଧାନ କରିବା ଇତ୍ୟାଦି ଗୁଣଗୁଡ଼ିକୁ ଅଭ୍ୟାସ କଲେ ଅଧିକ କୁଶଳୀ କରିପାରିବ। 4 ନମ୍ବର ପ୍ରଶ୍ନ, ଯଦି ହିରଣ୍ୟକ ନଥାନ୍ତେ ତେବେ କପୋତ ଦଳ ନିଜ ଜୀବନ ବଞ୍ଚାଇବା ପାଇଁ କ'ଣ କରିଥାନ୍ତେ? ଏହାର ଉତ୍ତର ଲେଖିବା ଯଦି ହିରଣ୍ୟକ ନଥାନ୍ତେ ତେବେ କପୋତ ରାଜା ନିଜ ଦଳର କପୋତମାନଙ୍କ ଜୀବନ ବଞ୍ଚାଇବା ପାଇଁ ଅନ୍ୟ କାହାରି ସାହାଯ୍ୟ ନେଇଥାନ୍ତେ। ଏଠି ଦେଖିବା ତଳେ କେତେକ ପ୍ରଶ୍ନ ଉତ୍ତର ଦିଆଯାଇଛି। ପ୍ରଶ୍ନର ଉପଯୁକ୍ତ ଉତ୍ତର ପାଖରେ ତାରା ଚିହ୍ନ ଦିଅ। କେଉଁ ସ୍ଥାନରେ ବାଣୁଆ ଜାଲ ଟାଣିଥିଲା? ଏହାର ଉତ୍ତର ଲେଖିବା କେଉଁ ସ୍ଥାନରେ ବାଣୁଆ ଜାଲ ଟାଣିଥିଲା? ଏଠି ଅପସନ୍ ଅଛି ଆକାଶରେ, ଅଗଣାରେ, ପାହାଡ଼ ଉପରେ, ଜଙ୍ଗଲରେ। ଏହା ସଠିକ୍ ଉତ୍ତର ହେବ ଜଙ୍ଗଲରେ। ତେଣୁ ଜଙ୍ଗଲରେ ଆମେ ତାରା ଚିହ୍ନ ଦେବା। ତାପରେ ଦେଖ ହିରଣ୍ୟକ କିଏ? ହିରଣ୍ୟକ ସିଂହ ରାଜା, ମୂଷିକ ରାଜା, କପୋତ ରାଜା, ଜଙ୍ଗଲର ରାଜା। ଏହାର ଉତ୍ତର ହେବ ଜଙ୍ଗଲ ରାଜା। ଜଙ୍ଗଲ ରାଜା ପାଖରେ ଆମେ ତାରା ଚିହ୍ନ ଦେବା। ତାପରେ 3 ନମ୍ବର ପ୍ରଶ୍ନ, କପୋତମାନେ କିପରି ନିଜର ପ୍ରାଣ ବଞ୍ଚାଇବାକୁ ଉଦ୍ୟମ କଲେ? ଏହା ଉତ୍ତର ଜଣ ଜଣ କରି ଜାଲ ଧରି ଉଡ଼ିଲେ, ଏକାଠି ଜାଲ ଧରି ଉଡ଼ିଲେ, ଜାଲକୁ ଛୁଞ୍ଚିରେ ଛିଣ୍ଡାଇ ଉଡ଼ିଲେ, କେବଳ କପୋତ ରାଜ ଜାଲ ସହିତ ଉଡ଼ିଲେ। ଏହାର ଉତ୍ତର ଲେଖିବା ଏକାଠି ଜାଲ ଧରି ଉଡ଼ିଲେ। ଏକାଠି ଜାଲ ଧରି ଉଡ଼ିଲେ ପାଖରେ ଆମେ ତାରା ଚିହ୍ନ ଦେବା। ତାପରେ କପୋତମାନେ ଏପରି ଦଶା ଭୋଗିଲେ କାହିଁକି? ମୁଗ କଣିକା ଲୋଭରେ, ବିରି କଣିକା ଲୋଭରେ, ଧାନ କଣିକା ଲୋଭରେ, ଖୁଦ କଣିକା ଲୋଭରେ। ତେଣୁ ଖୁଦ କଣିକା ଲୋଭରେ ହେବ ଠିକ୍ ଉତ୍ତର। ସେଠି ଆମେ ଠିକ୍ ତାରା ଚିହ୍ନ ଦେବା। ଚିନ୍ତା କରି ଲେଖ। ଚିନ୍ତା କରି ଲେଖ। ତଳ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ। ଯଦି କପୋତମାନେ ଏକମନ ହୋଇ ନଥାନ୍ତେ ତେବେ କ'ଣ ହୁଅନ୍ତା? ଏହାର ଉତ୍ତର ଲେଖିବା ଯଦି କପୋତମାନେ ଏକମନ ହୋଇ ନଥାନ୍ତେ ତେବେ ଶିକାରୀ ସହଜରେ ସେମାନଙ୍କୁ ଧରି ପକାଇଥାନ୍ତା। 2 ନମ୍ବର, ଶିକାରୀ ଜାଲ ବିଛାଇଥିଲା କାହିଁକି? ଏହାର ଉତ୍ତର ଲେଖିବା ଶିକାରୀ କପୋତମାନଙ୍କୁ ଶିକାର କରିବା ପାଇଁ ଜାଲ ବିଛାଇଥିଲା। 3 ନମ୍ବର, ଯଦି କପୋତମାନେ ଜାଲରୁ ମୁକ୍ତ ହୋଇ ନଥାନ୍ତେ ତାହେଲେ କି ଅସୁବିଧା ହୋଇଥାନ୍ତା? ଏହାର ଉତ୍ତର ଲେଖିବା ଯଦି କପୋତମାନେ ଜାଲରୁ ମୁକ୍ତ ହୋଇ ନଥାନ୍ତେ ତାହେଲେ ସେମାନେ ସମସ୍ତେ ମୃତ୍ୟୁ ମୁଖରେ ପଡ଼ିଥାନ୍ତେ। 4 ନମ୍ବର, ହିରଣ୍ୟକ ପରି ଜଣେ ଉପକାରୀ ବନ୍ଧୁ ହେବା ପାଇଁ ତୁମେ କ'ଣ କରିବ? ଏହାର ଉତ୍ତର ଲେଖିବା ହିରଣ୍ୟକ ପରି ଜଣେ ଉପକାରୀ ବନ୍ଧୁ ହେବା ପାଇଁ
ଯେକୌଣସି ପରିସ୍ଥିତିରେ ଥିଲେ ମଧ୍ୟ ସବୁ ପ୍ରକାର କଷ୍ଟ ସ୍ୱୀକାର କରି ସର୍ବଦା ବନ୍ଧୁକୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରିବି। ତାପରେ ଆମେ ଆଗକୁ ଯିବା। ଏଠି ଲେଖାଯାଇଛି ଅନୁମାନ ଓ କଳ୍ପନାରୁ। ଅନୁମାନ ଓ କଳ୍ପନାରୁ 1 ନମ୍ବର, ଯଦି ହିରଣ୍ୟକ କପଟ ରାଜାଙ୍କ ଡାକ ଶୁଣି ଆସି ନଥାନ୍ତେ ତେବେ କ'ଣ ହୋଇଥାନ୍ତା? ଏହାର ଉତ୍ତର ଲେଖିବା। ଯଦି ହିରଣ୍ୟକ କପଟ ରାଜାଙ୍କ ଡାକ ଶୁଣି ଆସି ନଥାନ୍ତେ ତେବେ କପଟମାନେ ଜାଲରୁ ମୁକୁଳି ପାଇ ନଥାନ୍ତେ। 2 ନମ୍ବର, ତୁମେ କପଟ ରାଜାଙ୍କ ସ୍ଥାନରେ ଥିଲେ କ'ଣ କରିଥାନ୍ତ? ଏଠି ଲେଖିବା, ମୁଁ କପଟ ରାଜାଙ୍କ ସ୍ଥାନରେ ଥିଲେ କୌଣସି ବ୍ୟକ୍ତିର ସାହାଯ୍ୟ ନେଇ ସମସ୍ତଙ୍କୁ ମୁକ୍ତ କରିବା ପାଇଁ ଚେଷ୍ଟା କରିଥାନ୍ତି। ଏକତାର ବଳ ପଣିଆକୁ ଆଦରି ନେଇଥାନ୍ତି। 3 ନମ୍ବର ପ୍ରଶ୍ନ, ଯଦି ଦଳପତି ଅନ୍ୟ ସାଥୀମାନଙ୍କ କଥା ଭାବି ନଥାନ୍ତେ ତେବେ କ'ଣ ଅସୁବିଧା ହୋଇଥାନ୍ତା? ଏହାର ଉତ୍ତର ଲେଖିବା। ନିଜେ ମୁକୁଳି ନିଜର ସ୍ୱାର୍ଥ ପରପଣିଆ ଦର୍ଶାଇଥାନ୍ତେ। ଅନ୍ୟ କପଟମାନେ ମୃତ୍ୟୁ ମୁଖରେ ପଡ଼ିଥାନ୍ତେ। 4 ନମ୍ବର, ଯଦି ତୁମେ ହିରଣ୍ୟକ ଓ କପଟ ରାଜାଙ୍କୁ କୌଣସି ସ୍ଥାନରେ ଭେଟ ତେବେ ତାଙ୍କ ସହିତ କ'ଣ କଥା ହେବ? ଯଦି ହିରଣ୍ୟକ କପଟ ରାଜାଙ୍କୁ କୌଣସି ସ୍ଥାନରେ ଭେଟେ ତାଙ୍କୁ କହିବି, ଏହି ଗଳ୍ପ ଭଳି ଯେକୌଣସି ପରିସ୍ଥିତିରେ ଥିଲେ ମଧ୍ୟ କଷ୍ଟ ସ୍ୱୀକାର କରି ସର୍ବଦା ବନ୍ଧୁକୁ ସାହାଯ୍ୟ କରୁଥିବ। ହିରଣ୍ୟକଙ୍କୁ ଧନ୍ୟବାଦ ଦେବା ସହିତ କପଟ ରାଜାଙ୍କ ତ୍ୟାଗ, ଆଦର୍ଶ ଓ ନିଃସ୍ୱାର୍ଥପରତା ପାଇଁ ସାଧୁବାଦ ଜଣାଇଥାନ୍ତି। ତାପରେ ଭାଷାର କଥା। କବିତାରେ କିଛି ପଦ୍ୟାଂଶ ତଳେ ଦିଆଯାଇଛି। ରେଖାଙ୍କିତ ଶବ୍ଦ ଦୁଇଟିକୁ ଲକ୍ଷ୍ୟ କର। ଶୁଣି ଏଇ ଡାକ ମୂଷିକ ରାଜ ବାହାରକୁ ଆସି ହୋଇଲେ ଉଭା, ଦଳ ବଳ ସହ କପଟ ରାଜା ଦଶା ଦେଖି ଶେତ ହୋଇଲେ କାବା। ରେଖାଙ୍କିତ ଶବ୍ଦ ଉଭା ଓ କାବା ଶବ୍ଦ ଦୁଇଟି ହେଉଛି ସମତାନ ଶବ୍ଦ। ତାପରେ 2 ନମ୍ବର ପ୍ରଶ୍ନ, ଏହି କବିତାରେ ଏହିପରି ସମତାନ ବିଶିଷ୍ଟ ନୂଆ ଶବ୍ଦଟିକୁ ବାଛି ଲେଖ। ଏଠି ଆମେ ଲେଖିବା ଉଭା, କାବା, ଉଡ଼ି ଓ ପଡ଼ି, ମେଳି ଓ ଟାଳି, ଧାଇଁ, ପାଇଁ, ହୋଇ, ଭାଇ, ଦେହ ଓ କୁହ, ମୁକତି, ସକତି, ମୁହିଁ ଓ ନାହିଁ ଏବଂ ତେଜେ ଓ ସାଜେ। ଏଇଭଳି ହେବ ସମତାନ ବିଶିଷ୍ଟ। ତାପରେ 3 ନମ୍ବର, ତଳେ ଦେଇଥିବା ପଦ୍ୟାଂଶକୁ ଧ୍ୟାନ ସହ ପଢ଼। ଶୁଣି ଏଇ ଡାକ ମୂଷିକ ରାଜା ବାହାରକୁ ଆସି ହୋଇଲେ ଉଭା, ଯାଇଥିଲୁ ବନ ପଥରେ ଉଡ଼ି, ଉଡ଼ିଗଲୁ ଆମେ ପଡ଼ିଗଲୁ ଆମେ ବାଣୁଆ ଜାଲେ, ଜାଲ ସହିତରେ ଆସିଛୁ ଉଡ଼ି। ଏହି ପଦ୍ୟାଂଶରେ ଗାର ଦିଆଯାଇଥିବା ଶବ୍ଦଗୁଡ଼ିକ ଗୋଟିଏ ଗୋଟିଏ କାର୍ଯ୍ୟକୁ ବୁଝାଉଛି। ହୋଇଲେ, ଯାଇଥିଲୁ, ପଡ଼ିଗଲୁ ଅତୀତ କାଳରେ ହୋଇଥିବାରୁ କାର୍ଯ୍ୟକୁ ବୁଝାଉଛି। ହୋଇଲେ, ଯାଇଥିଲୁ, ତେଣୁ ଏସବୁ ଅତୀତ କାଳ। ଆସିଛୁ ବର୍ତ୍ତମାନ ସମୟ କାର୍ଯ୍ୟକୁ ବୁଝାଉଛି। ତେଣୁ ଆମେ ଜାଣିଛେ ସଂକ୍ଷିପ୍ତରେ ଯଦି ବାକ୍ୟରେ ଛ, ଛା, ଛି, ଛୁ, ଛେ ବ୍ୟବହାର ହୁଏ ତାହେଲେ ତାହା ହେଲା ବର୍ତ୍ତମାନ କାଳ। ଯଦି ବାକ୍ୟରେ ଲ, ଲା, ଲି, ଲୁ, ଲେ ଉଚ୍ଚାରଣ ହେଲା ସେଠାରେ ଅତୀତ କାଳକୁ ବୁଝାଇବ। ଏସବୁ ଆମେ ଜାଣିଛନ୍ତି। ଏବେ ଆସ ନିମ୍ନ କ୍ରିୟା ଗୁଡ଼ିକର ବିଭିନ୍ନ କାଳରେ ଥିବା ରୂପକୁ ଲେଖିବା। ଏଠି ଯାଏ ବର୍ତ୍ତମାନ କାଳ, ଅତୀତ କାଳ ଗଲି, ଭବିଷ୍ୟତ କାଳ ଯିବି। ସେହିଭଳି ଖାଏ, ଖାଏ, ଖାଇଲା, ଖାଇବ। ଲେଖିବା ହେଲା ଖାଏ ବର୍ତ୍ତମାନ, ଖାଇଲା ଏଠି ହେବ ଖାଇବ। ତାପରେ ଉଡ଼ିବ, ଉଡ଼ିଲା, ଏଠି ଲେଖିବା ଉଡ଼ିଲା। ଏଠି ଉଡ଼େ, ତାପରେ କରେ, କରିଲା, କରିଲା। ତାପରେ କରିବ ହେଉଛି ଭବିଷ୍ୟତ, କରିବ। ଏଇଭଳି ତାପରେ ଆମେ ଆଗକୁ ଯିବା।
ପାଞ୍ଚ ନମ୍ବର, ତୁମେ ଦଳପତି ବନ୍ଧୁ ମୋର, ପହିଲେ ତୁମକୁ ଦେବି ମୁକତି। ଉପରୋକ୍ତ ଧାଡ଼ିଗୁଡ଼ିକୁ ଭଲ ଭାବରେ ଦେଖ। ଏଠାରେ ରେଖାଙ୍କିତ ଶବ୍ଦ ଦୁଇଟି ମୂଷିକ ରାଜାଙ୍କ ବଦଳରେ ଲେଖାଯାଇଛି। ଏହାକୁ ବିଶେଷ୍ୟ ପଦ କୁହାଯାଏ। ମୂଷିକ ରାଜା, କପୋତ ରାଜା ଶବ୍ଦ ଦୁଇଟି ନାମବାଚକ ବିଶେଷ୍ୟ। ଏହି ବିଶେଷ ପଦ ବଦଳରେ ଯାହା ବ୍ୟବହୃତ ହୁଏ ତାହା ହେଉଛି ସର୍ବନାମ। ଆମେ ଜାଣିଛେ ବିଶେଷ ପଦ ବଦଳରେ ଯାହା ବ୍ୟବହାର ହୁଏ ତାହା ହେଉଛି ସର୍ବନାମ। ଏବେ ତଳେ ଦିଆଯାଇଥିବା ବାକ୍ୟଗୁଡ଼ିକୁ ରେଖାଙ୍କିତ ବିଶେଷ୍ୟ ଗୁଡ଼ିକ ବଦଳରେ ଉପଯୁକ୍ତ ସର୍ବନାମ ବ୍ୟବହାର କର। ଏଠି ହିରଣ୍ୟକକୁ ଦେଖି ଦଳପତି ଟିକେ ସାହସ ପାଇଲେ। ଯେପରି ତାକୁ ଦେଖି, ହିରଣ୍ୟକ ଜାଗାରେ ଆମେ ଲେଖିବା ତାକୁ, ତାକୁ ଦେଖି ସେ ଟିକେ ସାହସ ପାଇଲେ। ସେହିଭଳି ତଳେ ଲେଖିବା ଶିକାରୀର ଜାଲରେ କପୋତମାନେ ପଡ଼ିଗଲେ। ଏଠି ଆମେ ଲେଖିବା ତାକୁ ଦେଖି, ଖ ନମ୍ବର ଲେଖିବା ତାହାର ଜାଲରେ ଏମାନେ ପଡ଼ିଗଲେ। ଏଠି ଆମେ ଲେଖିବା ତାହାର, ତାହାର ମାନେ ଶିକାରୀର, ତାହାର ଜାଲରେ ଏମାନେ ପଡ଼ିଗଲେ, ଜାଲରେ ଏମାନେ ପଡ଼ିଗଲେ, ପଡ଼ିଗଲେ ଏଭଳି ଲେଖିବା। ତାପରେ କପୋତ ମାନଙ୍କର ଆନନ୍ଦ କହିଲେ ନ ସରେ। ଏଠି ଆମେ ଲେଖିବା ସେମାନଙ୍କର, କପୋତ ଜାଗାରେ ଲେଖିବା ସେମାନଙ୍କର ଆନନ୍ଦ କହିଲେ ନ ସରେ, ସେମାନଙ୍କର ଆନନ୍ଦ କହିଲେ ନ ସରେ, କହିଲେ ନ ସରେ। ତାପରେ ମୂଷିକ ରାଜାର ଦାନ୍ତ ମୁନିଆ ଥିଲା, ତାହାର ଦାନ୍ତ ମୁନିଆ ଥିଲା। ଲେଖିବା ତାହାର ଦାନ୍ତ ମୁନିଆ ଥିଲା, ତାହାର ଦାନ୍ତ ମୁନିଆ ଥିଲା। ତାପରେ ଆଗକୁ ଯିବା। କବିତାରୁ କାହାଣୀ। ଦଳପତି ପଦ ତୁମକୁ ସାଜେ। କବିତାରେ ତୁମେ ହିରଣ୍ୟକ କପୋତ ରାଜାଙ୍କ କଥାବାର୍ତ୍ତାର ଆନନ୍ଦ ନେଇ ଏବେ ଏହି କଥାକୁ ନିଜ ଭାଷାରେ ଲେଖ। ଏଠି ଲେଖିବା ନିଜ ଭାଷାରେ ଲେଖ। ଲେଖିବା ଖୁଦକଣିକାର ଲୋଭର ବଶବର୍ତ୍ତୀ ହୋଇ କପୋତମାନେ ଶିକାରୀର ଜାଲରେ ପଡ଼ିଗଲେ। ସମସ୍ତେ ଏକଜୁଟ ହୋଇ ଉଡ଼ି ହିରଣ୍ୟକ ନିକଟରେ ପହଞ୍ଚିଲେ। ହିରଣ୍ୟକ ନିଜର ଦେହ ଦୁର୍ବଳ କ୍ଷୀଣ ଶକ୍ତିରେ ସବୁ କପୋତମାନଙ୍କୁ ନ ମୁକୁଳାଇ କପୋତ ରାଜାଙ୍କୁ ପ୍ରଥମେ ମୁକ୍ତ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ କପୋତ ରାଜା ନିଜର ମହାନତା ଦର୍ଶାଇ ପ୍ରଥମେ ଆଶ୍ରିତମାନଙ୍କୁ ମୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ। 2 ନମ୍ବର, ଏହି କବିତାର ଶେଷରେ କପୋତମାନଙ୍କୁ ଜାଲରୁ ମୂଷିକ ରାଜା ମୁକ୍ତ କରିବା ପରେ କ'ଣ ହୋଇଥିବ ତୁମେ ନିଜେ ଏହାର ଶେଷ ଭାଗକୁ ବଦଳାଇ ଭିନ୍ନ ପ୍ରକାରର ଲେଖ। ଯେପରିକି ଏହାର ଉତ୍ତର ଲେଖିବା ପ୍ରାଣ ବିକଳରେ କପୋତମାନେ ଏକତ୍ରିତ ହୋଇ ଜାଲ ସହ ହିରଣ୍ୟକର ସାହାଯ୍ୟ ଲୋଡ଼ିଥିଲେ। ହିରଣ୍ୟକ ଓ କପୋତ ରାଜାଙ୍କ କଥୋପକଥନରେ ଶିକାରୀର ମନରେ କରୁଣତା ଭରି ଯାଇଥିଲା। ସେ ନିଜେ ଜାଲକୁ କାଟି ଜଣ ଜଣ କରି ମୁକ୍ତ କରିଥିଲା। ଏଥିରେ ସମସ୍ତ କପୋତ ଶିକାରୀକୁ ସାଧୁବାଦ ଜଣାଇଥିଲେ। କଥାବାର୍ତ୍ତା। ତଳେ ମୂଷିକ ରାଜା ଓ ବନ୍ଧୁ କପୋତ ରାଜାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାକୁ ନିଜ କଳ୍ପନାରୁ ପୂରଣ କର। ହେ ବନ୍ଧୁ ହିରଣ୍ୟକ, ତୁମେ କେଉଁଠି ଅଛ? ଏଠି ଆସ ସମସ୍ତେ ତଳେ ପଡ଼ିଥିବା ଖୁଦକଣିକା ଖାଇବା। ଖୁଦକଣିକା ଖାଇ ଆମେ ସମସ୍ତେ ଜାଲରେ ପଡ଼ିଗଲେ। ଚାଲ ସମସ୍ତେ ଏକାଠି ମିଶି ଉଡ଼ିଯିବା। ଆରେ ଶିକାରୀଟି ଆମ ପଛରେ ଦୌଡ଼ୁଛି। ହେ ବନ୍ଧୁ ହିରଣ୍ୟକ, ତୁମେ କେଉଁଠି ଅଛ? ଆମମାନଙ୍କୁ ମୁକୁଳାଅ। ମୋର ଶକ୍ତି କ୍ଷୀଣ ହେତୁ ସମସ୍ତଙ୍କୁ ମୁକୁଳାଇବାରେ ଅସମର୍ଥ ହୋଇପାରେ। ପ୍ରଥମେ ଦଳପତିଙ୍କୁ ମୁକୁଳାଇବି। ମୋର ଜୀବନ ପଛେ ଯାଉ, ଆଶ୍ରିତମାନଙ୍କୁ ଆଗେ ରକ୍ଷା କର। ହିରଣ୍ୟକ କହିଛନ୍ତି, ସଖା
ତୁମେ ଧନ୍ୟ, ତୁମକୁ ଦଳପତି ପଦ ଠିକ୍ ସାଜେ। ତୁଳନା, ଆମେ ଆଗକୁ ଯିବା। ତୁଳନା ଦେଖ ତଳେ କେତେକ ଗୁଣ ଗୁଡ଼ିକ ସୂଚନା ଦିଆଯାଇଛି। ସେଥିମଧ୍ୟରୁ କେତେକ ଶିକାରୀ ଆଉ କେତେକ ହିରଣ୍ୟକର ବିଶେଷ ଗୁଣକୁ ବୁଝାଉଛି। ଏବେ ସେଗୁଡ଼ିକ ସେମାନଙ୍କ ନାମ ତଳେ ଠିକ୍ ଚିହ୍ନ ଭୁଲ ଚିହ୍ନ ଦେବା। ପରୋପକାରୀ, ପରୋପକାରୀ କିଏ ଥିଲା? ଶିକାରୀ ଥିଲା କି? ନାହିଁ। ହିରଣ୍ୟକ ଥିଲା? ଠିକ୍। ବୁଦ୍ଧିମାନ କିଏ ଥିଲା? ଶିକାରୀ ବୁଦ୍ଧିମାନ ଥିଲା? ନାହିଁ। ହିରଣ୍ୟକ ବୁଦ୍ଧିମାନ ଥିଲା। ନିଷ୍ଠୁର, ଶିକାରୀ ନିଷ୍ଠୁର ଥିଲା? ଶିକାରୀ ନିଷ୍ଠୁର ଥିଲା। ଲେଖିବା, ନିଷ୍ଠୁର କିଏ ଥିଲା? ଶିକାରୀ ନିଷ୍ଠୁର ଥିଲା। ମୂଷିକରାଜା ନିଷ୍ଠୁର ଥିଲା? ନାହିଁ। ଶକ୍ତିଶାଳୀ, ଶିକାରୀ ଶକ୍ତିଶାଳୀ ଥିଲା। ତାପରେ ହିରଣ୍ୟକ ଶକ୍ତିଶାଳୀ ନଥିଲା। ତାପରେ ଦେଖିବା ଚତୁର, ଚତୁର ଶିକାରୀ ଥିଲା? ଚତୁର ଶିକାରୀ ନଥିଲା। ତାପରେ ହିରଣ୍ୟକ ଥିଲା। ତାପରେ ଆଗକୁ ଯିବା। ସାହସୀ, ସାହସୀ ଶିକାରୀ ଥିଲା କି? ସାହସୀ ଶିକାରୀ ନଥିଲା। ହିରଣ୍ୟକ ସାହସୀ ଥିଲା। ନିରୀହ, ଶିକାରୀ ନିରୀହ ଥିଲା। ହିରଣ୍ୟକ ଠିକ୍ ଚିହ୍ନ ଦେବା। ସହଯୋଗୀ, ଛକି ଚିହ୍ନ ଦେବା। ଏଠି ହିରଣ୍ୟକ ଠିକ୍ ଥିଲା। ହିଂସ୍ର ଠିକ୍। ତାପରେ ଇଏ ଛକି ଚିହ୍ନ ଦେବା। ପାଠରୁ ଆଗକୁ, ପାଠରୁ ଆଗକୁ। ତୁମ ବାପା କେବେ କାହାକୁ ବିପଦରୁ ମୁକୁଳାଇଛନ୍ତି କି? ତାଙ୍କଠାରୁ ତାଙ୍କ ଅନୁଭୂତି ଶୁଣି ଶ୍ରେଣୀରେ ବନ୍ଧୁମାନଙ୍କ ମଧ୍ୟରେ ଆଲୋଚନା କର। ଏହା ତୁମେ ବାପାଙ୍କୁ ପଚାରି ତାକୁ ଲେଖିବ। ତାପରେ ଆମେ ଆଗକୁ ଯିବା। ଖୋଜିବା ପାଇଁ। ଜଙ୍ଗଲର ଶାନ୍ତି ଓ ସୁରକ୍ଷା। ଯଦି ଜଙ୍ଗଲରେ ଶିକାରୀ ଓ କପଟମାନଙ୍କ ମଧ୍ୟରେ ବନ୍ଧୁତା ଥାଆନ୍ତା, ତେବେ ଜଙ୍ଗଲରେ କ'ଣ ହୋଇଥାନ୍ତା? ଏଠି ଆମେ ଲେଖିବା, ଯଦି ଜଙ୍ଗଲରେ ଶିକାରୀ ଓ କପଟମାନଙ୍କ ମଧ୍ୟରେ ବନ୍ଧୁତା ଥାଆନ୍ତା, ତେବେ ଜଙ୍ଗଲରେ ପକ୍ଷୀ ଶିକାର ବନ୍ଦ ହୋଇ ଯାଇଥାନ୍ତା। କପଟମାନେ ମନ ଆନନ୍ଦରେ ବିଚରଣ କରିବା ସହିତ ଖାଦ୍ୟ ସଂଗ୍ରହ କରିପାରିଥାନ୍ତେ। ଖ ନମ୍ବର ପ୍ରଶ୍ନ, ସମସ୍ତ ପଶୁପକ୍ଷୀ ସ୍ୱାଧୀନ ହୋଇ ଆନନ୍ଦ ମନରେ କିପରି ରହିବେ? ତୁମେ ତୁମର ଦୁଇଟି ମତାମତ ଲେଖ। ଏଠି ଆମେ ଲେଖିବା, ଅଧିକରୁ ଅଧିକ ବୃକ୍ଷରୋପଣ କରିବା ସହିତ ଯଦି ବନ୍ୟ ସଂରକ୍ଷଣ ହୋଇପାରନ୍ତା, ତେବେ ଗଛଲତା, ଜଳ ଓ ବାୟୁ ସୁରକ୍ଷିତ ରୁହନ୍ତା। ପଶୁପକ୍ଷୀ ଶିକାର ଉପରେ ଦୃଢ଼ ନିଷେଧାଦେଶ ଜାରି ହେବା ସହିତ ଠିକ୍ ଭାବରେ ପାଳନ କରାଯାଇଥାନ୍ତା, ତେବେ ପଶୁପକ୍ଷୀ ସ୍ୱାଧୀନ ହୋଇ ମନ ଆନନ୍ଦରେ ରହିପାରନ୍ତେ। ବର୍ତ୍ତମାନ ପୁସ୍ତକାଗାରରୁ ତୁମ ବିଦ୍ୟାଳୟର ସମସ୍ତ ପୁସ୍ତକାଗାରକୁ ଯାଅ। ଶିକ୍ଷକଙ୍କ ସହାୟତାରେ ପାଠାଗାରକୁ ହିତୋପଦେଶମୂଳକ କାହାଣୀ ବହି ଆଣ, ଯେଉଁଥିରେ ଉଭୟ ମନୁଷ୍ୟ ଓ ପଶୁପକ୍ଷୀ ସମ୍ବନ୍ଧିତ କଥା ରହିଥିବ। ସେହି କାହାଣୀଗୁଡ଼ିକୁ ପଢ଼। କାହାଣୀଗୁଡ଼ିକୁ କ'ଣ ଶିଖିଲ ଖାତାରେ ଲେଖିବ। ଆଜିର ପ୍ରହେଳିକା। ଆଜିର ପ୍ରହେଳି ଦେଖିବା। ଶବଦ କରେ ମୁଁ ସାଇଁ ସାଇଁ, ବୁଲୁଥାଏ ମୁଁ ଘାଇଁ ଘାଇଁ, ବିଜୁଳି ନାହିଁ ତ କାମ ମୋ ନାହିଁ, କହିଲ ଦେଖି ମୋ ନାମଟି କେହି? ଏହାର ଉତ୍ତର ହେବ ପଙ୍ଖା। ଦେଖିବା ପଙ୍ଖା। ଟିକି ଟିକି ଦାନ୍ତ ବଡ଼ ଶକତି, କାଟେ ମୁଁ ପାହାଡ଼ ଖୋଳୋଇ ଗାତ, ତୁମ ଜାମା ବହି ଯାହା ମୁଁ ପାଏ, କୁଟୁକୁଟା କରି କାଟି ପକାଏ, କହିଲ ଦେଖି ମୁଁ କିଏ? ମୂଷା। ତାପରେ 3, ଆସିଲା ବାଇ ଚଢ଼ାଇ, ବସିଲା ଡେଣା ମେଲାଇ, ଧରିଲା ମାଛ ଖାଇଲା ନାହିଁ, କହିଲ ଦେଖି ମୁଁ କିଏ ରେ ଭାଇ? ଏଠି ଜାଲ। ଉତ୍ତର ହେବ ଜାଲ। ପଶୁପକ୍ଷୀଙ୍କ ଅଟେ ବୈରୀ, ହାତେ ଧନୁଷର ତୀରକୁ ଧରି, ଜଙ୍ଗଲକୁ ନିତି ଯାଏ, ଶିକାର ସାଇଣ ଫେରି ଆସେ ମୁହିଁ, କହିଲ ଦେଖି ମୁଁ କିଏ? ଏହାର ଉତ୍ତର ହେଲା ବାଣୁଆ। ଉତ୍ତର ବାଣୁଆ। ବର୍ତ୍ତମାନ ଏହି ପାଠଟିର ପ୍ରଶ୍ନୋତ୍ତର ସମ୍ପୂର୍ଣ୍ଣ ହୋଇଛି।
ପରବର୍ତ୍ତୀ କାଳାଂଶରେ ପୁଣି ଏକ ପ୍ରଶ୍ନୋତ୍ତରକୁ ଆଲୋଚନା କରିବା। ବର୍ତ୍ତମାନ ପାଇଁ ବିଦାୟ ନେଉଛି।